ବାଲେଶ୍ୱର ସହରର ଐତିହାସିକ ପରମିଟ ଘାଟକୁ କବାଡ଼ିଆଙ୍କ କବ୍ଜାରୁ ମୁକ୍ତ କରିବା ପାଇଁ ପୁରୁଣା ବାଲେଶ୍ୱରବାସୀ ଜିଲ୍ଲାପାଳଙ୍କଠାରେ ଦାବି ଉଠାଇଛନ୍ତି। ସ୍ଥାନୀୟ ୱାର୍ଡ କାଉନସିଲର ସସ୍ମିତା ନାଥଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହିତ ପରମିଟ ଘାଟ ଅଞ୍ଚଳରେ ବଢୁଥିବା ଜବରଦଖଲ ସମ୍ପର୍କରେ ଅବଗତ କରିଛନ୍ତି। ସେମାନଙ୍କର ଅଭିଯୋଗ ଅନୁସାରେ ବାଲେଶ୍ୱର ନୌବାଣିଜ୍ୟ ଇତିହାସର ମୂକସାକ୍ଷୀ ଭାବେ ପରମିଟ ଘାଟକୁ ସମସ୍ତେ ମନେ ରଖିଛନ୍ତି। ବହୁ ଆବାହମାନ କାଳରୁ ସେହି ଘାଟକୁ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ବ୍ୟବହାର କରି ଆସୁଥିଲେ। ପୂଜା ପାର୍ବଣ ଆଦି ଶୁଭ କାମରେ ଘଟ ଉତ୍ତୋଳନ ଆଦି ସେହିଠାରେ କରାଯାଇଥାଏ। ମାତ୍ର ବିଗତ କିଛି ବର୍ଷ ଧରି ସେହି ଘାଟ କବାଡ଼ିଆ ଓ ଅସାମାଜିକ ବ୍ୟକ୍ତିଙ୍କର ଆଡ୍ଡାସ୍ଥଳ ପାଲଟିଛି ବୋଲି ସେମାନେ କହିଛନ୍ତି। ଫଳରେ ଦିନ ଦ୍ୱିପହର ବେଳେ ବି ଘାଟ ପାର୍ଶ୍ୱ ଦେଇ ଯିବାକୁ ସାଧାରଣ ଲୋକେ ଭୟ କରୁଛନ୍ତି। ତୁରନ୍ତ ଏହି ଜବରଦଖଲ ମୁକ୍ତ ସହ ପରମିଟ ଘାଟର ଉନ୍ନତିକରଣ ପାଇଁ ଉଚିତ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ତେବେ ପରମିଟ ଘାଟ ଅଞ୍ଚଳର ଜବରଦଖଲରେ ଥିବା ତଥା ସେଠାରେ ଅବୈଧ ନିର୍ମାଣ ହୋଇଥିବା ନେଇ ଅଭିଯୋଗ ପରେ ବିଧାନସଭାରେ ସଦର ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ ଉତ୍ଥାପନ କରିଥିଲେ। ତାଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାର ଏନେଇ ଅବଗତ ଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ। ଜବରଦଖଲ ଉଚ୍ଛେଦ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଥିଲେ। ସେହି କ୍ରମରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ପୁରୁଣା ବାଲେଶ୍ୱରବାସୀ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ମୋ ୱାର୍ଡରେ ଥିବା ପରମିଟ ଘାଟଟି ତାର ପୁନରୁଦ୍ଧାର ପାଇଁ ଆମର ଜିଲ୍ଲାପାଳଙ୍କ ପାଖରେ ସୁପାରିଶ ନେଇକି ଆସିଥିଲେ। ସେଇଟା ଜବରଦଖଲକାରୀ ମାନେ ସେଠାରେ ଜବରଦଖଲ କରି ଘର କରିଛନ୍ତି। କବାଡ଼ିଆ ମାନେ ସେଠି ବହୁତ ଜିନିଷ ରଖୁଛନ୍ତି, ସେଟା ଅପରିଷ୍କାର କରି ପକେଇଛନ୍ତି। ସେଇ ସ୍ଥାନରେ ଆମର ଆଗରୁ ବୋଇତ ବନ୍ଦାଣ ହଉଥିଲା, ଆଉ ନଈ ବାଣିଜ୍ୟ କରିବା ପାଇଁ ସେଠୁ ବି ଯାଉଥିଲେ। ଐତିହ୍ୟ ସ୍ଥାନ ସେଟା ଆମର। ଏବେ ଆମର ଗ୍ରାମବାସୀ ମାନେ ସେଟାରେ ବି ମଧ୍ୟ ଏଇ ଆମର ଠାକୁର ଭସାଣି କରୁଥିଲେ, ଘଟ ବୁଡଉଥିଲେ, ଯେକୌଣସି ମାଙ୍ଗଲ୍ୟ କାର୍ଯ୍ୟକ୍ରମ ସେଠାରେ କରୁଥିଲେ। ଏବେ ସେଠିକି ଯିବା ପାଇଁ ବହୁତ ମାନେ ଅସୁବିଧା ଭୋଗ କରୁଛନ୍ତି। ତେଣୁ ଆମେ ଚାହୁଁଛେ ସେଇ ସ୍ଥାନଟିକୁ ପୁନରୁଦ୍ଧାର କରାଯାଉ। ଆଉ ଆମେ ସମସ୍ତେ ଆମର 4-5 ଖଣ୍ଡ ଗାଁରୁ ସେଠାରେ ଯାଇ ଯେମିତି ଆଗରୁ ସୁବିଧା ଥିଲା, ଯେମିତି ସୁନ୍ଦର ଦେଖାଥିଲା, ସେଇ ଘାଟଟିକୁ ସେମିତି ପୁନରୁଦ୍ଧାର କରି ସୌନ୍ଦର୍ଯ୍ୟକରଣ କରନ୍ତୁ। ଏଇଟା ଆମର କଲେକ୍ଟର ସାର୍ଙ୍କ କତିରେ ଅନୁରୋଧ। ଆମ ଗାଁ ସମସ୍ତେ ଗ୍ରାମବାସୀ ମାନେ ଆସିଥିଲେ, ସେଟା ସାର୍ଙ୍କ ପାଖରେ ଜଣେଇଛୁ। ହଁ, ବିଧାୟକଙ୍କୁ ଅବଗତ କରିଥିଲେ। ସିଏ ବି ବିଧାନସଭାରେ ଏଇ କଥାର ପକେଇଥିଲେ ଏଇ ବିଷୟରେ। ଦାବିପତ୍ର ପ୍ରଦାନ ବେଳେ କାଉନସିଲର ଶ୍ରୀମତୀ ନାଥଙ୍କ ସମେତ ଗଜେନ୍ଦ୍ର ବେହେରା, ବିଜୟ ବେହେରା, ମନୋଜ ଖଟୁଆ, ଅନନ୍ତ ନାୟକ, ସୁକାନ୍ତ ଖଟୁଆ, ମନ୍ମଥ ପତି ପ୍ରମୁଖ ଉପସ୍ଥିତ ଥିଲେ।